ଭିତରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ କଥା ହେଇଥିଲି, ତାଙ୍କୁ ଜଣାଇଥିଲି, କିନ୍ତୁ ସେ ଗୋଟେ କମିଟି କରିଛନ୍ତି ଶୁଣିଲି। ସେ କମିଟିଟା ମୁଁ କହିଲି କମିଟିଟା ବୁଲିକିରି ସବୁ ୱାର୍ଡକୁ ଟିକନିକ୍ ଭାବରେ ତଦନ୍ତ କରୁ। କେବଳ ଆଇସିୟୁ ନୁହଁ, ଜେନେରାଲ ୱାର୍ଡ ଆଇସିୟୁ, କୋଉଠି ପାଣି ଅସୁବିଧା ଅଛି, କୋଉଠି ବିଜୁଳି ଅସୁବିଧା ଅଛି, କୋଉଠି ତ୍ରୁଟି ରହିଛି, ସେଟା ଅନୁସନ୍ଧାନ ହଉ। ଭବିଷ୍ୟତରେ ଆଉ ଗୋଟେ ବିପଦ ଏସବିକୁ ଆସିବ ବୋଲି କି ନ ଆସିବ ବୋଲି କିଏ କହିପାରିବ। ଆଇସିୟୁଟା ତ ପୁରା ପୋଡ଼ି ଯାଇଛି ଦେଖିଲି, କିନ୍ତୁ କେମିତି ନିଆଁ ଲାଗିଲା ସେଟା ଅନୁସନ୍ଧାନ କଲେ ଜଣା ପଡିବ। ଯଦି ଆଇସିୟୁରେ ଅବସ୍ଥା ହୁଏ ତେବେ ମେଡିକାଲ ଅବସ୍ଥା, ରୋଗୀଙ୍କ ଅବସ୍ଥା ଯାହା ହବ ସହଜରେ ଅନୁମାନ କରିହେବ। କିନ୍ତୁ ଏଭଳି ଦୁର୍ଘଟଣା ଏସବିରେ ମୁଁ ଦେଖିବା ଭିତରେ ଅନ୍ତତଃ ହେଇନି। ଆଇସିୟୁଟାକୁ ଅତି କେୟାରଫୁଲି କରାଯାଏ। ଆଉ ଏ ସବୁ ଯାକ ପେସେଣ୍ଟ ଭେଣ୍ଟିଲେଟରରେ ଥିଲେ। ସ୍ୱାଭାବିକ ଘଟଣା ଯୋଉ ନିଆଁ ଲାଗିଛି, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏଇଖା ଯୋଉ ସ୍ଥିତି ଅଛି ସେଠି କିଛି ଜଣା ପଡୁନି କଣ ବ୍ୟବସ୍ଥା ଥିଲା, କୋଉଠୁ ସର୍ଟ ସର୍କିଟ ହେଇଛି କି କଣ ହେଇଛି ସେଟା କିଛି ଜଣା ପଡୁନି। ସେଟା ଯଦି ଡିଟେଲ ଅନୁସନ୍ଧାନ କରାଯିବ ଯାଇକି ଜଣା ପଡିବ ଯେ ପ୍ରକୃତରେ ତ୍ରୁଟିଟା କୋଉଠି ରହିଛି। ଯୋଉମାନେ ଦାୟିତ୍ୱରେ ଥିଲେ, ବିଜୁଳି କଥା ବୁଝାବୁଝି କରୁଥିଲେ, ଆଇସିୟୁ କଥା ବୁଝାବୁଝି କରୁଥିଲେ, ତାଙ୍କ ଭିତରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। କିନ୍ତୁ ଏହା ପୂର୍ବରୁ ମୁଁ କାଲି ଯେଉଁମାନଙ୍କ ସାଙ୍ଗରେ କଥା ହେଇଥିଲି, ସରକାରୀ ଅଫିସରମାନଙ୍କ ସାଙ୍ଗରେ ଭୁବନେଶ୍ୱରରେ, ମୁଁ କହିଥିଲି ଯେ ଏସସିବି ମେଡିକାଲ କଲେଜର ସବୁ ୱାର୍ଡକୁ ଟିକନିକ୍ ଭାବରେ ତଦନ୍ତ କର। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ କଥା ହେଇଥିଲି, ତାଙ୍କୁ ଜଣାଇଥିଲି, କିନ୍ତୁ ସେ ଗୋଟେ କମିଟି କରିଛନ୍ତି ଶୁଣିଲି। ସେ କମିଟିଟା ମୁଁ କହିଲି କମିଟିଟା ବୁଲିକିରି ସବୁ ୱାର୍ଡକୁ ଟିକନିକ୍ ଭାବରେ ତଦନ୍ତ କରୁ। କେବଳ ଆଇସିୟୁ ନୁହଁ, ଜେନେରାଲ ୱାର୍ଡ ଆଇସିୟୁ, କୋଉଠି ପାଣି ଅସୁବିଧା ଅଛି, କୋଉଠି ବିଜୁଳି ଅସୁବିଧା ଅଛି, କୋଉଠି ତ୍ରୁଟି ରହିଛି, ସେଟା ଅନୁସନ୍ଧାନ ହଉ। ଅନୁସନ୍ଧାନ କରିବା ପାଇଁ ମାତ୍ର 3 ଦିନ 4 ଦିନ ଭିତରେ ହେଇଯିବ। ସବୁ ୱାର୍ଡର ଟେକ୍ନିକ୍ ଅନୁସନ୍ଧାନ ନହେଲେ ଭବିଷ୍ୟତରେ ଆଉ ଗୋଟେ ବିପଦ ଏସବିକୁ ଆସିବ ବୋଲି କି ନ ଆସିବ ବୋଲି କିଏ କହିପାରିବ। ସେଟା ହଉଛି ସମସ୍ତଙ୍କ ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ। सर बीजेडी एवं कांग्रेस डिमांड करते स्वास्थ्यमंत्री इस्तीफा एवं क्रिमिनाल केस करी जो मैंने अवहेला करते डिमांड आग क्रिमिनाल डिमांड तो हम आग कौ मैंने अवहेला कर चिन्हट कर चिन्हट कला जापर एक्शन नि चिन्हट पर्यंत आरंभ होनी बोधे मुझे भावी चिन्हट करना जुडिशियल इनक्वारी तो हवा उचित। मुझे भावी मेडिकल केसटार इनक्वारी किसी अवहेला हेनी, कहीं यहाँ अन्न घटना नुहे, दोषी दंड पाइबा निहाती दरकार। এই ভিডিওটি आपको केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।